ଆଜି ମୁଁ ଆପଣଙ୍କୁ ଶିଖେଇବି ଆପଣ କିପରି ବିନା କୌଣସି ପଇସା ଖର୍ଚ୍ଚ କରି କେବଳ ଗୋଟିଏ କଞ୍ଚା ଲଙ୍କା ଆଉ ଛୁଞ୍ଚିର ସାହାଯ୍ୟରେ ଝିଅ ପଟେଇ ପାରିବେ। ଯଦି ଆପଣ କେଉଁ ଝିଅକୁ ମନେ ମନେ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିପାରୁନାହାନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ନିଜେ ଆସି ଆପଣଙ୍କ ସହିତ କଥା ହେଉ, ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ମୋ କଥା ମାନି ଗୋଟିଏ କଞ୍ଚା ଲଙ୍କା ଆଉ ଗୋଟିଏ ଛୁଞ୍ଚି ଆଣି ଆଜିର ଏହି ବଶୀକରଣ କରିକି ଦେଖନ୍ତୁ। ସେ ଝିଅ ଯେତେ ଦୂରରେ ଥିଲେ ମଧ୍ୟ ରାତିଦିନ ଆପଣଙ୍କ କଥା ଭାବିବ। ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ଆପଣଙ୍କୁ ନ ଦେଖି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। ଆପଣଙ୍କ ଘରେ କଞ୍ଚା ଲଙ୍କା ଥିବ ଆଉ ଛୁଞ୍ଚି ଥିବ। ଆପଣ ଗୋଟିଏ କଞ୍ଚା ଲଙ୍କା ଆଣିବେ ଆଉ ଛୁଞ୍ଚି ଆଣିବେ। ତାପରେ ମୁଁ ଆପଣଙ୍କୁ କିଛି ପ୍ରୟୋଗ ବିଧି କହୁଛି, ଆପଣ ସେଇ ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିଦେବେ। ତାପରେ 7 ଥର ଝିଅର ନାମ କହି ଲଙ୍କାରେ 7 ଥର ଛୁଞ୍ଚି ଫୋଡ଼ିଦେବେ। ଗ୍ୟାରେଣ୍ଟି ଦେଉଛି, ଯେମିତି ଆପଣ ଏପଟେ ଲଙ୍କାରେ ଛୁଞ୍ଚିକୁ ଫୋଡ଼ିବେ, ସେପଟେ ସେ ଝିଅ ବିଚଳିତ ହୋଇ ଉଠିବ, ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଯେଉଁ ଝିଅ ପଟୁନଥିଲା ସେ ଝିଅ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ବିବାହିତା ନାରୀ ବା ପଡ଼ିଶା ଘର ଭାଉଜ ଆପଣଙ୍କୁ ଭାव ଦେଉନଥିଲା, ସିଏ ରାତିଦିନ ଫୋନ୍ କରିବ, ହାତ ଧରିକି ରୁମ୍କୁ ଡାକିବ, ଯାହା ଚାହିଁବେ ତାହା କରିବ। ତେବେ ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେବଳ ଶୁକ୍ରବାର ଦିନ କରିବେ। ପ୍ରଥମେ ଆପଣ କ'ଣ କରିବେ, ଗୋଟିଏ କଞ୍ଚା ଲଙ୍କା ଆଣିବେ ଆଉ ଛୁଞ୍ଚି ଆଣିବେ। ତାପରେ କୌଣସି ଏକ ଜାଗାରେ ବସି ପଡ଼ିବେ ଯେଉଁଠାରେ ଆପଣଙ୍କୁ କେହି ଦେଖିବେନି କିମ୍ବା ଡାକିବେନି। ତାପରେ କଞ୍ଚା ଲଙ୍କା ଆଉ ଛୁଞ୍ଚିକୁ ଏହିପରି ଏକାଠି କରି ଧରିବେ ଆଉ ଗୋଟିଏ ମନ୍ତ୍ର 21 ଥର ପଢ଼ିବେ। ଆମୁକଂ ମନମୋହେ ତନ୍ମୋହେ ବଶୀକରାଏ। ଆମୁକଂ ଜାଗାରେ ଆପଣ ସେ ଝିଅ ବା ନାରୀର ନାମ କହିବେ ଯାହାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି। ମନ୍ତ୍ରକୁ 21 ଥର ପଢ଼ି ସାରିବା ପରେ କଞ୍ଚା ଲଙ୍କା ଆଉ ଛୁଞ୍ଚିରେ ଗୋଟିଏ ଥର ଫୁଙ୍କିଦେବେ। ତାପରେ ଯେଉଁ ଝିଅ ବା ନାରୀକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି ତାର ନାମ ଗୋଟିଏ ଥର କହିବେ ଆଉ ଗୋଟିଏ ଥର ଛୁଞ୍ଚିକୁ ଲଙ୍କାରେ ଫୋଡ଼ିଦେବେ। ଏହିପରି ଆପଣ ଗୋଟେ ଗୋଟେ କରି 7 ଥର ସେ ଝିଅର ନାମ କହିବେ ଆଉ 7 ଥର ଲଙ୍କାରେ ଛୁଞ୍ଚିକୁ ଫୋଡ଼ିଦେବେ। 8 ଥର ବେଳକୁ ଆପଣ କ'ଣ କରିବେ, ଲଙ୍କାରେ ଛୁଞ୍ଚିକୁ ଏହିପରି ଫୋଡ଼ିକି ରଖିଦେବେ। ଏତିକି କରିସାରିବା ପରେ ଏ ଲଙ୍କା ଆଉ ଛୁଞ୍ଚିକୁ ନେଇକି କୌଣସି ଏକ ଫୁଲ ଗଛ ମୂଳରେ ଅଳ୍ପ ଟିକେ ମାଟି ଖୋଳିକି ପୋତିଦେବେ। ଗ୍ୟାରେଣ୍ଟି ଦେଉଛି, ଏତିକି କରିକି ଦେଖନ୍ତୁ, ଯେଉଁ ଝିଅ ବା ନାରୀ ପାଇଁ ଏହି ବଶୀକରଣ କରିଥିବେ ସିଏ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।